ଦେଖେ ଅଯୋଧ୍ୟାବାସୀଙ୍କର ତତେ 100% ସମର୍ଥନ। ଯୋଉଡା ନ୍ୟାୟ ପଡିଛି ସମର୍ଥନ କରିବେନି ଆଉ କଣ କହୁଛୁ ମା? ରାମ ମା ପ୍ରକୃତରେ ରଜା ମରିଗଲା ପରେ ରାଜ ସିଂହାସନରେ ରାଜାର ପୁଅ ହବ ରାଜା, ବା ବାପା ମରିଗଲା ପରେ ବାପ ସମ୍ପତ୍ତି ତା ପୁଅ ପାଇବ। ଏ କଥା କିଏ କହୁଛି? ଇଏ ରାମ କହୁଛି ମା। ଏ କଥା କିଏ କହୁଛି? ତୁ ଏତେ ଫଟେଇ କାଇଁ ପଚାରୁଛୁ ମା? ମୁଁ କହିଲି ପା ରାମ କହୁଛି। ଏ କଥା ରାମ କହୁଛି। ବାପା ମରିଗଲା ପରେ ବାପ ସମ୍ପତ୍ତି ବା ରାଜା ମରିଗଲା ପରେ ରାଜ ସିଂହାସନ ଯାର ପୁଅ ହବ ରାମ। ମା ଯଦି ଏ କଥା ସତ୍ୟ ତାହେଲେ ଧୀରେ ବାଣିକି ମଧ୍ୟ ସୁଗ୍ରୀବକୁ ରଜା କଲ। ଯଦି ରଜା ମରିଗଲା ପରେ ରଜାର ପୁଅ ହବ ରଜା। କିସ୍କିନ୍ଦା ଯାଇଥିଲ? ଯାଇଛି। ବାଣିକି ବଧ କରିଛ? ମାରିଦେଲୁ। ରଜା କିଏ ହେଲା? ସୁଗ୍ରୀବ। କଣ ରଜା ମରିଗଲେ ପରା ରଜାର ପୁଅ ହବ ରଜା? କିସ୍କିନ୍ଦା ରଜା କିଏ? କିସ୍କିନ୍ଦା ରଜା ବାଳିଟି। ଆଉ ଅଙ୍ଗଦ ରଜା ନାହିଁ, ସୁଗ୍ରୀବ କଣ ରଜା ହେଲା? ଆଜ୍ଞା ବଡ ଭାଇ ସାନ ଭାଇ, ବଡ ଭାଇର କୋଠା ଘର, ସାନ ଭାଇର କୋଠା ଚାଳ ଘର। ବଡ ଭାଇ ଦେହାନ୍ତ ପରେ ତା ପୁଅ ରହିବ ନା ସାନ ଭାଇ ଆସି ରହିବ? ଆଉ ତାହେଲେ ତୁମେ ତ କହୁଛ ରଜା ମରିଗଲା ପରେ ରଜାର ପୁଅ ହବ ରଜା। କିସ୍କିନ୍ଦା ରଜା ତ ବାଳି। ଆଜ୍ଞା ବାଳି କି ମାରିଲ? ବାଳି ପୁଅ ଅଙ୍ଗଦକୁ ରଜା ନ କରି ସୁଗ୍ରୀବ କଣ ରଜା କରେଇଲେ? ଆଜ୍ଞା ମୋ ଭଳିଆ ଗୀତ ବାଣୀ ଶୁଣଉଛି, ଚୋରି କରୁଛି, ତୁମେ କହୁଛ ଗୋଟେ କରୁଛ ଗୋଟେ। ମଉସା ବୁଝଉଛି ନା ନାଇଁ? ଆଜ୍ଞା ତୁମେ କହୁଛ ରଜାର ପୁଅ ରଜା, କରିଛ କଣ? ଅଯୋଧ୍ୟାବାସୀ ସମସ୍ତେ ନୀରବ ହେଇଗଲେ। ଭଗବାନ ରାମ ନୀରବ ହେଇଗଲେ। ଏବେ ଲକ୍ଷ୍ମଣ ଆସିଲେ ଧାଇ ମୋ ଭାଇ ମନ, ମୋ ଭାଇ ମନ। ଯେତେବେଳେ ଭଗବାନ ରାମ ନୀରବ ହେଇଗଲେ, ଆଜ୍ଞା କହୁଛନ୍ତି ଗୋଟେ କରିଛନ୍ତି ବୋଲି ଗୋଟେ ପ୍ରମାଣିତ ହେଇଗଲା। ଆଜ୍ଞା ଲକ୍ଷ୍ମଣ ଦୌଡ଼ି ଆଇଲେ। ଲକ୍ଷ୍ମଣ ଭାଇଙ୍କର ସେବକ, ଭାତୃତ୍ୱ ପ୍ରେମ ନହିତ୍ର ଲୋକା। ଭାଇ ଭାଇର ଯୋଉ ପ୍ରେମ ତାହା ଲକ୍ଷ୍ମଣ ପ୍ରଦର୍ଶନ କରିଛନ୍ତି। ମନେ ମନେ ବିଚାର କଲେ ସମାଜ ପାଇଁ ମୋ ଭାଇ ଯୋଉଟା କରନ୍ତି ସେଇଟା ହିଁ ଠିକ। ଏମିତି କହୁ କହୁ ଗୋଟେ କଣ କହିଦେଲେ, ଦୌଡ଼ି ଆଇଲେ କହିଲେ ମା ମଥା ରହିଲେ କଥା ବୋଧେ କହିବି ମା। ଲକ୍ଷ୍ମଣ ଆରେ ପ୍ରକୃତରେ ତୁ ଭାଇ ଭାଇ, ଏମିତି ଭାଇ ଜଗତ ନାହିଁ। ଆମ ସୁଭଦ୍ରା ହଲେ ପତ୍ର ମା କଣ କହୁ? ଲକ୍ଷ୍ମଣ ମା କହ। ଭାଇ ଏତେ ବାଟ ପଥ ପରିଶ୍ରମ କରି ଯାଇଛି, ଗୋଟେ କହୁ କହୁ ଗୋଟେ କଣ କହିଦେଲି, ମତେ ପଚାରିଲୁ ମୁଁ ମୀମାଂସା କରିଦେବି। ଅଯୋଧ୍ୟାବାସୀ ସମସ୍ତେ ଖୁସିରେ ଯାଉ ଲକ୍ଷ୍ମଣ କଣ ମୀମାଂସା କରିଦେବେ। ଲକ୍ଷ୍ମଣ ହଉ କହୁନୁ ରଜା ମରିଗଲା ପାଖରେ ପ୍ରକୃତ ରଜା କିଏ ହବ? ଭାଇର ପାଟିରେ ମୁଁ ଖସି ଯାଇଛି, କିନ୍ତୁ ରାଜା ମରିଗଲା ପରେ ରାଜ ସିଂହାସନରେ ରାଜାର ଭାଇ ହବ ରାଜା। ଆଜ୍ଞା ମହାଲକ୍ଷ୍ମଣ ସବୁବେଳେ ଭାଇ ଉଚ୍ଚା ଶୁଣ। ଆଜ୍ଞା ଭାଇ ପାଇଁ ଯେ ନିଜର ସୁଖ ତ୍ୟାଗ କରିଦେଲେ, କହିଲେ ମା ମୋ ଭାଇ ଯାହା କରନ୍ତି ତାହା ଜଗତର ମଙ୍ଗଳ। ଏମିତି କହୁ କହୁ ଗୋଟେ କହିଦେଲେ ପ୍ରକୃତରେ ରାଜା ମରିଗଲା ପରେ ରଜାର ଭାଇ ହବ ରଜା। ଅଯୋଧ୍ୟାବାସୀ ସମସ୍ତେ ବସିଥିଲେ, କହିଲେ ଲକ୍ଷ୍ମଣ ଗୋଟେ ବାଟୁ ଘିନି ଆସିଲେ, ତାଳି ମାରିଲେ, କହିଲେ ହଁ ମା ଏଇଟା ଠିକ, ଏଇଟା ଠିକ, ଏଇଟା ଠିକ। କାହିଁକିନା ଅଯୋଧ୍ୟାବାସୀ ଯାହାକୁ ସମର୍ଥନ ଦେବେ ସିଏ ହବ ରଜା। ଯେତେବେଳେ ସମସ୍ତେ କହିଲେ ମା ଏଇଟା ଠିକ, କୈକେୟୀଙ୍କ ମନ ଗର୍ବ ଅନୁଭବ କଲେ, କହିଲେ ଯାହା ମୋ ପୁଅ ଯାହା କଲେ ବି ଠିକ। ପ୍ରଜା ମାନେ ମୋ ପୁଅ ସପକ୍ଷରେ ଅଛନ୍ତି। କୈକେୟୀ ପରୀକ୍ଷା କରୁଛନ୍ତି ପ୍ରଜା ମାନଙ୍କୁ, ଠିକ ଅଛି ଠିକ ଅଛି। ଲକ୍ଷ୍ମଣ ଯାହା ପ୍ରକୃତରେ ତୁ ଭାଇ, ପ୍ରକୃତରେ ତୁ ଭାଇ। ରଜା ମରିଗଲା ପରେ ରାଜ ସିଂହାସନରେ ରାଜାର ଭାଇ ହବ ରାଜା। କୈକେୟୀ କୋଳେଇ ନେଲେ, ଲକ୍ଷ୍ମଣ ଏ କଥା କିଏ କହୁଛି? ଲକ୍ଷ୍ମଣ କହୁଛି ମା। ଏ କଥା କିଏ କହୁଛି? ଲକ୍ଷ୍ମଣ କହୁଛି ମା। ଲକ୍ଷ୍ମଣ କହିଲେ ରଜା ମରିଗଲା ପରେ ରଜାର ଭାଇ ହବ ରାଜା। ମା ଲକ୍ଷ୍ମଣ ମା ତାହେଲେ ଦ୍ୱିତୀୟ ପ୍ରଶ୍ନର ସମାଧାନ ତୁ କରିବୁ। ଫେର ଅଛି ମୋ ଉପରେ। ଗୋଟିଏ ପ୍ରଶ୍ନର ସମାଧାନ ହେଲା ଯଦି ରଜା ମରିଗଲା ପରେ ରଜାର ଭାଇ ହବ ରଜା, ତତେ ଦ୍ୱିତୀୟ ପ୍ରଶ୍ନ କଣ? ରାଣୀ କିଏ ହବ? ମା ତ ମୁଣ୍ଡ କିଛି କାମ କର।